ବର୍ତ୍ତମାନ ଓଡ଼ିଶା ରାଜ୍ୟରେ ପ୍ରଚଳିତ ଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତିତ କରାଯିବାର ପ୍ରୟାସ କରାଯାଉଥିବା ବିଭାଗୀୟ ପ୍ରକ୍ରିୟାରୁ ଜଣାପଡ଼ିଛି, ଯେଉଁଥିପାଇଁ ସାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଭିତରେ ଦୁଃଖ ଏବଂ କ୍ଷୋଭ ସୃଷ୍ଟି ହୋଇଛି। ତେଣୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପୂର୍ବବର୍ତ୍ତୀ ଅପରିବର୍ତ୍ତିତ ରଖିବା ସହିତ ଏଥିରେ ସାମ୍ବାଦିକଙ୍କ ପିତାମାତାଙ୍କୁ ତାଲିକାଭୁକ୍ତ କରି କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପରିବାର ସୁରକ୍ଷା ପାଇଁ ଆଇନ ଓ ମାସିକ ପେନସନ ଦାବି ନେଇ ମୟୂରଭଞ୍ଜ ଜିଲ୍ଲା ମୁରୁଡା ନିର୍ବାଚନ ମଣ୍ଡଳୀ ପ୍ରେସ୍ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁରୁଡା ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତେବେ ଯଦି ସରକାର ଏଥିପ୍ରତି କୌଣସି ପଦକ୍ଷେପ ନ ନିଅନ୍ତି ତାହେଲେ ଓଡ଼ିଶା ସାମ୍ବାଦିକ ସଂଘ ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମୁରୁଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରେସ୍ କ୍ଲବ ସଭାପତି ଘାସିରାମ ବେହେରା। ଘାସିରାମ ବେହେରା ମୁରୁଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାମ୍ବାଦିକ ସଂଘର ସଭାପତି। କଣ କହିବେ, କଣ ଆଜି ଯୋଉ ଦାବିପତ୍ର ଦେଲେ ବିଡିଓଙ୍କୁ, କଣ ରହିଛି ଦାବି ଆପଣଙ୍କର? ଆଜି ଯୋଉ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ଆମେ ପ୍ରଦାନ କଲୁ, ତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେଉଁ ସାମ୍ବାଦିକମାନଙ୍କ ପାଇଁ ପୂର୍ବରୁ ସରକାର ଯେଉଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରୁଥିଲେ, ବର୍ତ୍ତମାନ ସେଥିରେ ପରିବର୍ତ୍ତନ କରି ଆୟୁଷ୍ମାନ ଯୋଜନା ସହ ସାମିଲ କରିବା ପାଇଁ ଯେଉଁ ଉଦ୍ୟମ ଚାଲିଛି, ଆମେ ଏହାର ବିରୋଧ କରୁଛୁ ଏବଂ ଏଭଳି ପଦକ୍ଷେପର ନିନ୍ଦା ମଧ୍ୟ କରୁଛୁ। ଯେହେତୁ ଗୋପବନ୍ଧୁ ଯୋଜନାରେ ଯେଉଁ ଆମର ବୀମା ବ୍ୟବସ୍ଥା ଥିଲା ତାହା ସାମ୍ବାଦିକର ଗୋଟେ ପରିଚୟ ତିଆରି କରୁଥିଲା, ଆଉ ଯଦି ଆୟୁଷ୍ମାନ ସହିତ ସାମିଲ କରାଯାଏ ତେବେ ଗୋଟେ ସାମ୍ବାଦିକର ସାଧା ସର୍ବନିମ୍ନ ପରିଚୟ ମଧ୍ୟ ସରକାର ନଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କୁହାଯାଇପାରିବ। ଅନ୍ୟପଟେ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ଷମତାରେ ଏବେ ରହିଥିବା ବେଳେ ପୂର୍ବରୁ ବିରୋଧୀ ଦଳ ନେତା ଭାବରେ ଯେତେବେଳେ ସେ ଦାୟିତ୍ୱ ତୁଲାଉଥିଲେ ସେତେବେଳେ ପ୍ରତିଶ୍ରୁତି ସେ ଦେଇଥିଲେ କ୍ଷମତାକୁ ଆସିଲେ ସାମ୍ବାଦିକମାନଙ୍କର ସୁରକ୍ଷାକୁ ସୁଦୃଢ଼ କରିବା ସହିତ ତାଙ୍କୁ ମାସିକ ଭତ୍ତାର ବ୍ୟବସ୍ଥା କରିବେ। କିନ୍ତୁ ଦଳ କ୍ଷମତାକୁ ଆସିଲା, ଦଳର ନେତା ଭାବରେ ସେ ମୁଖ୍ୟମନ୍ତ୍ରୀ ହେଲେ, କିନ୍ତୁ ପ୍ରତିଶ୍ରୁତିରେ ରହିଗଲା। ଯେଉଁ କଥା ଆମେ ଗୋଟେ ଗାଁ ଗହଳିରେ କହି ମର୍ଦ କା ବାତ ହାତୀ କା ଦାନ୍ତ, ଆଉ ସେ ନିଜେ ଜଣେ ଗଡ଼ଜାତିଆ ଅଞ୍ଚଳର ଲୋକ ଆଉ ମୁଁ ବି ଗୋଟେ ଗଡ଼ଜାତିଆ ଲୋକ, ତେଣୁ ମୁଁ ନିଶ୍ଚୟ ଆଶା କରିବି ମର୍ଦ ଭଳିଆ କହିଥିଲେ ତାକୁ କାମରେ ଲଗେଇକି ସାମ୍ବାଦିକମାନଙ୍କ ଆଗରେ ଆମ ଅଞ୍ଚଳ ଗୋଟେ ସ୍ୱତନ୍ତ୍ର ପୁଣି ଗଡ଼ଜାତିଆ ପରିଚୟ ତିଆରି କରିବେ ବୋଲି ମୁଁ ଆଶାବାଦୀ। ମୟୂରଭଞ୍ଜ ଜିଲ୍ଲା ମୁରୁଡାରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।